ଜୟ ଜଗନ୍ନାଥ ପ୍ରଭୁ। ଓଡ଼ିଶା ଟେଟ୍ କ୍ରାକର ଓଆଇଟି ପ୍ଲାଟଫର୍ମରେ ମୁଁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। କିଛି ଦିନ ହେଲା ସମୟ ଅଭାବରୁ ମୁଁ ଆପଣଙ୍କୁ ଓଟିଟି ରିଗାର୍ଡିଂ ଅପଡେଟ୍ ଦେଇପାରୁନଥିଲି। ବଟ୍ ଏହା ମଧ୍ୟରେ ଆପଣଙ୍କର ଓଟିଟିର ରେଜଲ୍ଟ ଆସିସାରିଛି। ଆଶା କରେ ସମସ୍ତେ ନିଜର ରେଜଲ୍ଟ ଚେକ୍ କରିସାରିଥିବେ। ଆଜିର ଭିଡ଼ିଓରେ ଆମେ ଆଲୋଚନା କରିବା କି ଓଟିଟି ରେଜଲ୍ଟ ତ ଆସିଲା ଏବଂ OSSSC ତରଫରୁ ଏସ୍ଏସଟି ଟିଚର ରିକ୍ରୁଟମେଣ୍ଟ ଯାହାକି ପୋଷ୍ଟପୋନ୍ କରିଦିଆଯାଇଥିଲା ତାହା ପୁନର୍ବାର କେବେ ଆସିବ ସେ ରିଗାର୍ଡିଂ ଆମେ ଡିସ୍କସ୍ କରିବା। ତା ସହିତ ଅନଲାଇନ୍‌ରେ ଓଟିଟି ସାର୍ଟିଫିକେଟ୍ ଡାଉନଲୋଡ୍ କିପରି କରିବେ ନା ଅଫଲାଇନ୍‌ରେ ଯାହାକି ପୂର୍ବ ବର୍ଷ ଗୁଡ଼ିକରେ ଆପଣମାନେ ସମସ୍ତେ ଜାଣନ୍ତି ପୋଷ୍ଟାଲରେ ସମସ୍ତ ସାର୍ଟିଫିକେଟ୍ ଗୁଡ଼ିକ ଆସୁଥିଲା। ତ ସେ ବିଷୟରେ ମଧ୍ୟ ଆଲୋଚନା କରିବା। ତେବେ ୱିଦାଉଟ୍ ଡିଲେ ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା ଏବଂ ତା ପୂର୍ବରୁ କହି ରଖିକି ଯଦି ଆପଣ ଚ୍ୟାନେଲକୁ ଫାର୍ଷ୍ଟ ଟାଇମ୍ ଭିଜିଟ୍ କରିଥାନ୍ତି ତେବେ ନିଶ୍ଚିନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ଭିଡ଼ିଓ ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରିବେ। ତ ପ୍ରଥମେ ମୁଁ କହି ରଖିବି କି ଓଟିଇଟି 2024 ବୋଥ୍ ପେପର୍ 1 ଆଣ୍ଡ ପେପର୍ 2 ରେ ବିଲକୁଲ ଆପଣଙ୍କର ଗ୍ରେସ୍ ମାର୍କ ଆସିନାହିଁ। ତ ବୋର୍ଡ଼ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ଚାହିଁଥିଲେ ନିଶ୍ଚିନ୍ତ ଗ୍ରେସ୍ ମାର୍କ ଦେଇପାରିଥାନ୍ତେ ଏବଂ ତାର କ୍ୱାଲିଫାଇ ମାର୍କ ଆପଣମାନେ ତ ନିଶ୍ଚିନ୍ତ ଜାଣିସାରିଥିବେ କି ତାକୁ ନେଇକି ବିଲକୁଲ ଆପଣଙ୍କର କମି ନାହିଁ। ଯେଉଁ ଏସ୍‌ସି, ଏସ୍‌ଟି, ଏସ୍‌ସି, ବିସି ଥିଲା এই କ୍ୟାଟେଗୋରୀରୁ ଯିଏ ବିଲଙ୍ଗସ୍ କରୁଥିଲେ ତାଙ୍କର କ୍ୱାଲିଫାଇ ମାର୍କ 75 ଆଉଟ୍ ଅଫ୍ 150 ରୁ ଏବଂ ଜେନେରାଲ କ୍ୟାଟେଗୋରୀର ଯେଉଁମାନେ ବିଲଙ୍ଗସ୍ କରୁଛନ୍ତି ତ ସେମାନଙ୍କ ପାଇଁ 90 ସ୍କୋର କରିବାକୁ ପଡ଼ିବ ଫର୍ କ୍ୱାଲିଫାଏ। ଦେନ୍ ରହିଲା କି ନେକ୍ସଟ ଓଟିଟି ଆସିବ ବିଫୋର୍ ଜେଟିଏସ୍‌ରୁ ଆପଣମାନେ ଜେଟିଏସ୍ ତ ଆସିବା ବିଳମ୍ବ ନିଶ୍ଚିନ୍ତ ହେବ। ତ ତା ପୂର୍ବରୁ ନିଶ୍ଚିନ୍ତ ଆପଣମାନେ ଓଟିଟି ଦେଖିବାକୁ ପାଇବେ ଏବଂ ଅଫଲାଇନ୍‌ରେ ଯେଉଁ ପିଲାମାନେ ଥିଲେ ସେମାନଙ୍କୁ ଅନେକ ଅନେକ ଧନ୍ୟବାଦ। ସେମାନେ ମେସେଜ୍ ମଧ୍ୟ କରିଛନ୍ତି ବଟ୍ ମୁଁ ସେମାନଙ୍କୁ ରିପ୍ଲାଏ ଦେଇପାରି ନାହିଁ ଏବଂ ତ ଆପଣମାନେ ସମସ୍ତେ ଜାଣନ୍ତି କି ଗ୍ରେସ୍ ମାର୍କ ହେଲା କି ଷ୍ଟ୍ରାଇକ୍ ହେଲା ଏସବୁ ପଛରେ ପଡ଼ନ୍ତୁନି। ସବୁବେଳେ ଆପଣମାନେ ଚେଷ୍ଟା କରିବେ କି ସ୍କୋର ଆପଣମାନେ 75 କୁ ଯେବେ ବି ଆପଣମାନେ ମନେ ରଖିଥାନ୍ତୁ ଏକ୍ସାମ୍ ଦେବେ 75 ରୁ ଆପଣ +10 କୁ ନେଇକି ଟାର୍ଗେଟ୍ କରିକି ଚାଲିବେ ଏବଂ କେବେ ବି ଆପଣମାନେ କ୍ୱାଲିଫାଇ ମାର୍କକୁ ଟାର୍ଗେଟ୍ କଲେ ନିଶ୍ଚିନ୍ତ ଆପଣଙ୍କର କମିବ। ତ ଇଏ ଥିଲା ଆପଣଙ୍କ ପାଇଁ ଓଟିଟି ରିଗାର୍ଡିଂ। ଦେନ୍ ଆମେ ଦେଖିବା କି ଆପଣଙ୍କର ଓଟିଟିର ସାର୍ଟିଫିକେଟ୍ କିପରି ଡାଉନଲୋଡ୍ କରିପାରିବେ ଅନଲାଇନ୍ ମାଧ୍ୟମରେ। ଯଦି ଆପଣଙ୍କର ନେସେସରୀ ଅଛି ତ କିଛି ଅସୁବିଧା ନାହିଁ ଆପଣମାନେ ଡାଉନଲୋଡ୍ ମଧ୍ୟ କରିପାରିବେ। ତ ଏଠି ମେନସନ୍ ଅଛି କ୍ଲିୟର ଆପଣଙ୍କର ଦେଖିପାରୁଥିବେ ଡାଉନଲୋଡ୍ ଡିଜିଟାଇଜ୍ଡ ସାର୍ଟିଫିକେଟ୍ ଅଫ୍ ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ 2024। ଯଦି ଆପଣ ବୋଥ୍ ପେପର୍ କ୍ୱାଲିଫାଇ କରିସାରିଛନ୍ତି ତ ନିଶ୍ଚିନ୍ତ ରୋଲ୍ ନମ୍ବର ଦେଇକି ଆପଣମାନେ ଓଟିଟି ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବେ ଏବଂ ଆପଣଙ୍କୁ ₹200 ପେ କରିବାକୁ ପଡ଼ିବ ଅନଲାଇନ୍ ମୋଡ଼୍‌ରେ। ଯଦି ଆପଣଙ୍କର ନେସେସରୀ ନାହିଁ ତେବେ ପୂର୍ବ ବର୍ଷ ପରି ଯେମିତି ଆପଣଙ୍କର ଅଫଲାଇନ୍‌ରେ ବା ପୋଷ୍ଟାଲରେ ଆପଣଙ୍କର ସାର୍ଟିଫିକେଟ୍ ଗୁଡ଼ିକ ଆସୁଥିଲା ତ ଠିକ୍ ସେହିପରି ଆପଣମାନେ ମାକ୍ସିମମ୍ ଟୁ ମାକ୍ସିମମ୍ 30 ରୁ 35 ଡେଜ୍ ମଧ୍ୟରେ ସାର୍ଟିଫିକେଟ୍ ପାଇପାରିବେ। ବିଭିନ୍ନ ଲୋକେସନ୍‌କୁ ନେଇକି ଆପଣମାନେ ମାକ୍ସିମମ୍ ଟୁ ମାକ୍ସିମମ୍ 35 ଡେଜ୍ ମଧ୍ୟରେ ଓଟିଟି ସାର୍ଟିଫିକେଟ୍ ପାଇପାରିବେ ଏବଂ ଦେନ୍ ରହିଲା କି ଆମେ ଏସ୍ଏସଟି ଯେଉଁ OSSSC ତରଫରୁ ଲାଷ୍ଟ ଟାଇମ୍ ଆମେ ଦେଖିଥିଲେ କି ତାର ପୋଷ୍ଟପୋନ୍ କରିଦିଆଯାଇଥିଲା ଅନଲାଇନ୍ ଆପ୍ଲିକେସନ୍‌କୁ। ତ ଖୁବ୍ ଶୀଘ୍ର ମଧ୍ୟ ଆପଣମାନେ ଏସ୍ଏସଟିର ଅନଲାଇନ୍ ଆପ୍ଲାଏ ଷ୍ଟାର୍ଟ ହେବ। ଆମେ ସମସ୍ତେ ଜାଣନ୍ତି କି ଓଟିଟିକୁ ନେଇକି ଏହା ପୋଷ୍ଟପୋନ୍ କରିଦିଆଯାଇଥିଲା। ତା ସହିତ ଯେଉଁ ଗାଇଡ଼ଲାଇନ୍ ଆସିଥିଲା ସେଇ ଗାଇଡ଼ଲାଇନ୍‌ରେ କିଛି ଭୁଲ ଘଟିକା ମଧ୍ୟ ଥିଲା। ତ ଏକ୍ସପେକ୍ଟ କରିବା କି ଆପଣମାନଙ୍କର ଡିସେମ୍ବର 15 ପରେ ୟାର କିଛି ନା କିଛି ଗୋଟେ ଅପଡେଟ୍ ଆସିବ ଏବଂ ନିଶ୍ଚିନ୍ତ ଆପଣମାନେ ଯେଉଁମାନେ କ୍ୱାଲିଫାଇ କରିଛନ୍ତି ନିଶ୍ଚିନ୍ତ ପଢ଼ାପଢ଼ିରେ ନିଜର ସମୟକୁ ଦିଅନ୍ତୁ। ତା ସହିତ ମୁଁ କହି ରଖିବି କି ଯେଉଁମାନେ କ୍ୱାଲିଫାଇ କରିପାରିନାହାନ୍ତି ତ ନେକ୍ସଟ ଟାଇମ୍ ଯେତେବେଳେ ବି ଓଟିଟି ଆସିବ ତା ପୂର୍ବରୁ ଆପଣମାନେ ପରିଶ୍ରମ ଜାରି ରଖନ୍ତୁ ଏବଂ ଟାର୍ଗେଟ୍ +20 କୁ ନେଇକି ଆପଣମାନେ ଏକ୍ସାମ୍ ହଲ୍‌କୁ ଯିବେ। ଦେଖିବେ ନିଶ୍ଚିନ୍ତ ଆପଣମାନେ କ୍ୱାଲିଫାଇ କରିବେ ଏବଂ ପ୍ରତିବର୍ଷ ଏହାର ପାଟର୍ନ ବଦଳୁଛି। ଆପଣମାନେ ମଧ୍ୟ ଜାଣି ରଖିବା ଉଚିତ କି ନିଜର ପଢ଼ିବା ଶୈଳୀ ମଧ୍ୟ ଚେଞ୍ଜେସ୍ ହେବା ଦରକାର। ତ ଆଶା କରେ ଏହା ଅପଡେଟ୍ ଥିଲା ଏବଂ ବର୍ତ୍ତମାନ ଆପଣମାନେ ସମସ୍ତେ ଜାଣନ୍ତି କି ଓଏସ୍ଏସଟିଟି ମଧ୍ୟ ଆସିସାରିଛି ଏବଂ
ଓ SSTTର ମଧ୍ୟ କ୍ଲାସ୍ ଆମେ ଜାରି ରଖିବା। ଆପଣଙ୍କ ସହିତ ଦେଖା ହବ ଆଉ ଏକ ଭିଡ଼ିଓରେ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ।